କାଙ୍କଡ଼ପାଳ ଗ୍ରାମରେ 20ତମ ବାର୍ଷିକ ନାମଯଜ୍ଞ। ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ କାଙ୍କଡ଼ପାଳ ପୁରୁଣା ସାହିରେ 20ତମ ବାର୍ଷିକ ନାମଯଜ୍ଞ ଗତ 7 ତାରିଖ ଠାରୁ 9 ତାରିଖ ପର୍ଯ୍ୟନ୍ତ ମହାସମାରୋହରେ ପାଳନ ହେଉଛି। ଅଦ୍ୟ ନାମଯଜ୍ଞରେ ଉତ୍ସବରେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ। ତାଙ୍କ ସହିତ ବିଜେପି ଗୋବିନ୍ଦପୁର ମଣ୍ଡଳ ସଭାପତି ରଞ୍ଜିତ ଭିଶାଲ ଓ ଅନ୍ୟ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ଗତକାଲି 7 ତାରିଖରେ କଳସ ଯାତ୍ରା ସହିତ ଅବାସ ପୂଜା ଅନୁଷ୍ଠିତ ହୋଇଥିଲା। ଅଦ୍ୟ ନାମଯଜ୍ଞରେ ଆଖପାଖ ଅଞ୍ଚଳର ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ। ସନ୍ଧ୍ୟାରେ ଆଳତି ଓ ବିଭିନ୍ନ ଭୋଗଲାଇ କରାଯିବା ପରେ ଭକ୍ତମାନେ ପ୍ରସାଦନ ସେବନ ପାଇଥିଲେ। ଆସନ୍ତା 9 ତାରିଖରେ ନଗର ଭ୍ରମଣ ଓ ବୈଠକ କୀର୍ତ୍ତନ ଅନୁଷ୍ଠିତ ହେବ। ପୂଜକ ଜଗନ୍ନାଥ ତ୍ରିପାଠୀ ସମସ୍ତ ପୂଜାକୁ ସମ୍ପାଦନ କରୁଥିବା ବେଳେ ସଭାପତି କୈଳାସ ଚନ୍ଦ୍ର ସାହୁ, ସମ୍ପାଦକ ପୁରୁଷୋତ୍ତମ ଦାସ, ସଦସ୍ୟ ବିଚିତ୍ରାନନ୍ଦ ଦାସ, ଦୁର୍ଯ୍ୟୋଧନ ସାହୁ, ପ୍ରମୋଦ ପଣ୍ଡା, ବିଶ୍ୱଜିତ ସାହୁ, ବାପୁନ ଦାସ, ଗିରିଶଚନ୍ଦ୍ର ଦାସ ପ୍ରମୁଖଙ୍କ ସହିତ କାଙ୍କଡ଼ପାଳ ପୁରୁଣା ସାହିର ଅଧିବାସୀମାନେ ସହଯୋଗ କରିଥିଲେ। ଶୁଭମ ପାଣିଙ୍କ ରିପୋର୍ଟ, ମସିହା ନ୍ୟୁଜ୍।